ଭାଇ ଧୁରନ୍ଧର ମୁଭି ଦେଖିବାକୁ ଯାଇଥିଲି। କଣ ମୁଭି ଥିଲା, ଏକ ନମ୍ବର ମୁଭି। ବସ୍ ଖାଲି ବିଶ୍ୱାସ କରିବେନି, ସେ ମୁଭିରେ ହମଜା ହମଜା ଅଲି ଯେଉଁ ଥିଲା କ୍ୟାରେକ୍ଟର ଆମ ଇଣ୍ଡିଆନ୍ ଆର୍ମିର, ଓ ମାନେ ସେ ଏମିତି ମୁଭିରେ ମାନେ ଏମିତି ପରଫର୍ମାନ୍ସ ଦେଇଛି ରିଆଲିଟିରେ, ରିଏଲରେ ମାନେ ମୁଁ ଭାବୁଛି ପାକିସ୍ତାନକୁ ଗୋଡ଼େଇ ଗୋଡ଼େଇ ନଚେଇ ନଚେଇ ମାରିଛି। ବାସ୍ ପାକିସ୍ତାନ ଗୋଟେ ଗୋଡ଼େଇ ଗୋଡ଼େଇ ନଚେଇ ନଚେଇ ମାରିଛି, ଆଉ କିଛି ନାହିଁ। ଆଉ ମୁଭିରେ କହିବାକୁ ଗଲେ ମୋଦିର ବେଶୀ ପ୍ରପୋଗେଣ୍ଡା ହିଁ ଦେଖାହେଇଛି। ମାନେ ଖାଲି ତା ପ୍ରମୋସନ୍, ଲକଡାଉନ୍ କେମିତି ମାନେ ସେଥିରେ 500 ଯେଉଁ ନୋଟବନ୍ଦୀ ହେଲା କ'ଣ ପାଇଁ, ଏସବୁ ଯେଉଁ ତାର ସବୁ ମାନେ ପ୍ଲାନିଂ ଅନୁସାରେ। ଆଉ ପାକିସ୍ତାନ କହିଲେ ପା ଗୋଡ଼େଇ ଗୋଡ଼େଇ ମାନେ ପାକିସ୍ତାନର ରିଆଲିଟିଟା କ'ଣ, କେଉଁ ଟାଇପ୍ର ତା ପୁରା ଦେଖେଇ ଦେଇଛି। ମୁଭିଟା ଭଲ ଲାଗିଲା, ମାନେ ଗୋଟେ ଗୋଟେ ସିନ୍ ଦେଖି ଗୋଟେ ମାନେ ହାର୍ଟ ଟଚିଂ ଭଳିଆ ଲାଗିଲା। ହଁ, ଆମ ଇଣ୍ଡିଆନ୍ ଆର୍ମି ଯାଇ କିଛିଟା କରି ମାନେ ବହୁତ କିଛି କରିଛନ୍ତି, ଓନ୍ଲି ଫର୍ କ୍ରେଡିଟ୍ ଇଣ୍ଡିଆନ୍ ଆର୍ମି। ସେକେଣ୍ଡ ହେଲା ଏ ଯେଉଁ ମାନେ ଯେଉଁ ଜିନିଷଟା ତିଆରି, ଯେ ହମଜା ଅଲି ଯାଇଥିଲେ ସେତେବେଳେ ସବୁ କିଛି ହେଇଥିଲା, ଆର କ୍ରେଡିଟ୍ଟା ଓନ୍ଲି ଫର୍ ମୋଦି ନୁହେଁ। ମୋଦି ଗଭର୍ଣ୍ଣମେଣ୍ଟରେ କେବେ ବି ଏ ଜିନିଷଟା ହେଇନି, ବିଜେପି ଗଭର୍ଣ୍ଣମେଣ୍ଟରେ କେବେ ଏ ଜିନିଷଟା ହେଇନି। ଜିନିଷଟା ହେଇଛି ଓନ୍ଲି ୱାନ୍ କଂଗ୍ରେସ ଟାଇମ୍ରେ। ଆପଣ ଯାଇ ସର୍ଚ୍ଚ କରନ୍ତୁ ମୁଭି ହମଜା କେବେ ଯାଇଥିଲା, କେବେ ତା ଡେଥ୍ ହେଲା, କ'ଣ ହେଲା, ଆଉ ସେ ମୁଭିରେ ସବୁ କ'ଣ କ'ଣ ଘଟିଛି ସବୁ ଯାଇ ସର୍ଚ୍ଚ କରନ୍ତୁ, ପାଇବେ ସବୁ କଂଗ୍ରେସ ଟାଇମ୍ରେ ହିଁ ହେଇଛି। ଆଉ ହମଜା ଅଲି ଯେଉଁ ଯାଇଥିଲା ସେତେବେଳେ ଅଜିତ ଡୋଭାଲ ସବୁଠୁ ମାନେ ମୋଷ୍ଟ, ଅଜିତ ଡୋଭାଲର ମାଇଣ୍ଡକୁ ମାନିବାକୁ ପଡ଼ିବ। ମାନେ ତା ମାଇଣ୍ଡ ଏତେ ସାର୍ପ, ଏତେ ସାର୍ପ, ମୁଁ ମାନେ ଇମାଜିନ୍ ବାହାରେ ପ୍ଲାନିଂ, ପୁରା ମାନେ ମୁଣ୍ଡ ଖରାପ ପ୍ଲାନିଂ କରିଥିଲା। ବାସ୍ ଏସବୁ କ୍ରେଡିଟ୍ କଂଗ୍ରେସ ଟାଇମ୍ରେ, ଆଉ ହମଜା ଅଲି ମେନ୍ କ୍ରେଡିଟ୍, ଆଉ ଅଜିତ ଡୋଭାଲ, ଏଇ ତିନି ଜଣ। ବିଜେପି ଏଥିରେ କେଉଁଠି ବି ଆସୁନି, ବିଜେପି କେଉଁଠି ଆସୁନି। ବିଜେପି ଖାଲି ଫିଲ୍ମ କରିକି ତା ପ୍ରପୋଗେଣ୍ଡା ବଢ଼େଇ ଚାଲିଛି, ତାର ଯେଉଁ ପ୍ରମୋସନ୍ କରୁଛି, ଆଉ କିଛି ନାହିଁ ଭାଇ, କିଛି ନାହିଁ ମୁଭିରେ।